କିଛି ନ କହି ସେଇଟା ଆମେ ଗଡ଼ୁଥିବି ସେ ବୋଉଟାକୁ ପଡ଼ୁଥିବ ପୁଅଟାକୁ ପଡ଼ୁଥିବ ଏଇରକମ ଅବସ୍ଥା କରୁଛି। 10 ମାସ 10 ଦିନ ଗର୍ଭରେ ଧରି କେତେ କଷ୍ଟ କରି ପୁଅ ଜନ୍ମ କରିଥିଲା ମା। ତାଙ୍କ ଅଳି ଅଝଟ ସବୁ ସହି ତାଙ୍କୁ ପାଳିପୋଷି ବଡ଼ କରିଥିଲା। ସେ କେମିତି ଭଲରେ ପାଠ ପଢ଼ିବେ ବଡ଼ ମଣିଷ ହେବେ ତା ପାଇଁ ନିଜ ଖୁସି ଭୁଲିଗଲା ସେ। ନିଜେ ପଛରେ ଖାଇ ତାଙ୍କ ମୁହଁରେ ଆଗ ଦାନା ଦେଇଥିଲା, କିନ୍ତୁ ତା ସମୟ ଆସିଲା ବେଳକୁ ପୁଅ ମୁହଁ ଫେରାଇ ଦେଉଛନ୍ତି। ମା ଋଣ କେବେ ସୁଝି ହୁଏ ନା ତାହା ସତ, ମାତ୍ର ସୁଝିବା ତ ଦୂରରେ ଥାଉ ମା ପେଟକୁ ମୁଠାଏ ଦାନା ଦେବାକୁ ନାରାଜ ପୁଅ। ଛିଣ୍ଡା ଦଦରା ଘରେ ପଡ଼ି ରହିଛି ମା, ନା ପେଟକୁ ଦାନା ଦେବାକୁ ରାଜି, ନା ଦେହକୁ କନା, ନା ମୁଣ୍ଡକୁ ଟିକିଏ ଛାତ। ସ୍ୱାମୀଙ୍କ ମୃତ୍ୟୁ ପରେ ତିଳୋତ୍ତମା ହୋଇଯାଇଛନ୍ତି ଏକା। ବୃଦ୍ଧା ହୋଇ ହରେଇ ବସିଛନ୍ତି ନିଜ ସକ୍ଷମ। ଦି ଓଳି ଦି ମୁଠା ଖାଇବା ପାଇଁ ପୁଅମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। 2ଟି ପୁଅ ଜନ୍ମ କରିଥିଲେ, ହେଲେ ଖାଇବାକୁ ଦେବାକୁ କଷ୍ଟ ହେଉଛି। ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣାଗାଡ଼ିଆ ପଞ୍ଚାୟତର ଚୋରପଦା ଗାଁର। ବୃଦ୍ଧା 85 ବର୍ଷିଆ ମହିଳା ହେଉଛନ୍ତି ସ୍ୱର୍ଗତ ଭଗବାନ ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ। ବାପା ଯିବା ପରେ ପୁଅ ମାକୁ ପଚାରୁ ନଥିବା ମା ଅଭିଯୋଗ କରିଛନ୍ତି। 2 ଭାଇ ସାଜିଛନ୍ତି ଭଗାରୀ, ସବୁ କଥାରେ ଲାଗୁଛି ବାଦ। ବାପା ଚାଲିଯିବା ପରେ ସମ୍ପତ୍ତିକୁ ନେଇ ଚାଲିଛି ବିବାଦ। ଆଉ 2 ଭାଇଙ୍କ ବିବାଦରେ ବଳି ପଡ଼ିଛି ନିରୀହ ବୁଢ଼ୀମା। ଏପରି ଅନେକ ବିବାଦରେ ଗାଁରେ ବୈଠକ ଡକାଯାଏ। ମାକୁ 2 ଭାଇଙ୍କ ପାଖରେ ମାସେ ମାସେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତା ସହ ବାପାଙ୍କ 10 ଗୁଣ୍ଠ ଜମିରୁ 2 ଭାଇ ଗୋଟେ ଏକର ଜମି ରଖିବେ ଏବଂ ଅବଶିଷ୍ଟାଂଶ ଜମି ମା ପାଖରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଗ୍ରାମବାସୀଙ୍କ ଅଜାଣତରେ ତାହା ବି ନିଜ ଭିତରେ ବଣ୍ଟା ସରିଛି। ଏବେ ସାନ ପୁଅ ପାଖରେ ଅଛି ମା, ହେଲେ ତାର ଚଳିବା ଭଲ ନଥିବାରୁ ବଡ଼ ଭାଇକୁ ସାହାଯ୍ୟ ମାଗିଲେ ଘରେ ଲାଗୁଛି ଝଗଡ଼ା। ଏହା ସହ ଏବେ ମାର ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆରମ୍ଭ ହୋଇଛି ଆଉ ଏକ ଝଗଡ଼ା। ମାଙ୍କ ନାମରେ ଥିବା 70,000 ଟଙ୍କାକୁ ବି ଛାଡ଼ିବାକୁ ଚାହୁଁନାହାନ୍ତି। ବୃଦ୍ଧ ମାର ବଡ଼ ପୁଅ ନିଆସି ଦାସ ହୋମିଓପାଥି ଡାକ୍ତର ହୋଇଥିବା ବେଳେ ଆଉ ଗୋଟେ ପୁଅ ଦିନ ମଜୁରିଆ। ବଡ଼ ଭାଇ ସାନ ଭାଇର ଘରେ ପଶି ସାହାଯ୍ୟ ମାଗିବାରୁ ବା ଅନ୍ୟ କୌଣସି କଥାରୁ ବଡ଼ ଭାଇ ସାନ ଭାଇର ଘରେ ପଶି ମାଡ଼ ମାରିବା ଓ ଧମକାଇବା ଆଦିର ଅଭିଯୋଗ କରିଛନ୍ତି ସାନ ଭାଇର ସ୍ତ୍ରୀ ଓ ବୃଦ୍ଧା ମା। ଆମର 2 ଭାଇ ଭିତରେ ଆମର ଶାଶୁକୁ ମାସେ ଭାଗ କରିଦେଇଥିଲେ। ଗାଁ ବାଲା ବସିକି ଭାଗ କରିଦେବାକୁ ତାର ମାସେ ରଖିଲା, ତା ମାସ ବେଳକୁ ତାର ରଖିଲାନି, ତାର ପିଟା ମାରା କରିକି କାଢିଦେଲାକୁ ଆମ କତର 4 ବର୍ଷ ହେଲା ରହିଛନ୍ତି ଆସିକି। ସେଇ କଥା କହିଲାକୁ ଯେ ମାକୁ ଖର୍ଚ୍ଚ ଦେ, ଟଙ୍କା ପଇସା ଦେ, ନା ଦବନି। ନଦେଲାକୁ ଆମକୁ ମୋ ସ୍ୱାମୀ କି ମତେ ପିଟିଛନ୍ତି 5 ଜଣ ମିଶିକି। ତାପରେ ଥାନାକୁ ଆମେ ଯାଇଥିଲେ 3 ଥର। ଥାନା ବାଲା ଆମର ବୁଝିଲେନି କିଛି ଆମ କଥା ନ ବୁଝିଲାକୁ ଆମେ ମିଡିଆ ଡାକିଛେ। ନା ଚାହୁଁଛୁ ତମେ କଣ? ଆମର ହଉଛୁ କେସ୍ ଚାହୁଁଛେ, ନ୍ୟାୟ ଚାହୁଁଛେ, ଆମର ନ୍ୟାୟ ଚାହୁଁଛେ। ମାନେ ଆପଣ ଯୋଉ ଗୋଟେ କଥା କହୁଥିଲେ ଯେ ଭାଇଙ୍କର କେସ୍ ହେଇଛି, ଆପଣଙ୍କର କେସ୍ ନାହିଁ, କାରଣ କଣ? ଆମର କାରଣ ମାନେ ପାର୍ଟି ନେଇକି, ଆମର ବିଜେଡି ପାର୍ଟି, ତାଙ୍କର ବିଜେପି ପାର୍ଟି, ତାଙ୍କ ପ୍ରେସର ଦଉଛନ୍ତି। ପ୍ରେସର ଦେଲା ବେଳୁ ଆମ କଥା ଶୁଣିଲେନି। ହସ୍ପିଟାଲ ଯାଇଥିଲେ, ହସ୍ପିଟାଲରେ ବି ଆମକୁ କାଢିଦେଲେ। ବାତ୍ୟା ଥିଲା ସେଇଦିନ, ବାତ୍ୟା ଟାଇମରେ ହିଁ କାଢିଦେଲେ ଆମକୁ। ହଁ, ଜଣକାର ହେଲା, ଆମର ହେଲାନି। ଆମର ଥାନା ବାବୁ ନେଲେନି, ଆମ ନଉନାହାନ୍ତି ନା। ମାନେ ଫାଣ୍ଡି ବାବୁ ଏବେ କଣ ଚାହୁଁଛନ୍ତି? ଆମର ଫାଣ୍ଡି ବାବୁ ନେଇଛନ୍ତି, ଥାନା ବାବୁ ନଉନାହାନ୍ତି। ଏବେ କଣ ଚାହୁଁଛନ୍ତି? ଆମେ ନ୍ୟାୟ ଚାହୁଁଛେ। ଆଜ୍ଞା, ସତ୍ୟାସତ୍ୟ ଘଟଣା ଆମ ଘରୋଇ କଳି। ଏଇନା ସତ୍ୟାସତ୍ୟ କିଛି ନାହିଁ, ମିଥ୍ୟା ଅଭିଯୋଗ, এইটা হচ্ছে কথা। কিছু সত্যাসত্য নাই না নাই, কଳି ঝগড়া এটা ঘর ହେଇକି এটা ହେଇଛି ଆଉ ଏଇନା କିଛି ସତ୍ୟାସତ୍ୟ ନାହିଁ। ପ୍ରକୃତ କାରଣ ମୁଁ କହିପାରିବି। ରଖୁ ମୁଁ ରହୁନି, ମୋ ପାଖରେ ରହୁନି, କାହିଁକି ରହୁଥିଲେ, ସବୁଦିନ ରହୁଥିଲେ। ଆଜି ସେମିତି ଗୋଟେ ଘରୋଇ କଳିକି ଭିତ୍ତି କରିକି, ଭିତ୍ତି ଯେଟା ନାହିଁ, ସତ୍ୟାସତ୍ୟ ନାହିଁ, ସେମିତି ଗୋଟେ କରିଛନ୍ତି ଆଉ। କେସ୍ କିଛି ହେଇନି।
ସେ କହୁଛନ୍ତି ଗତ କିଛି ଦିନ ତଳେ ଆପଣ ମାଆକୁ ପିଟାମାରା କରୁଛନ୍ତି ନାଇଁ ନାଇଁ ଭାଇକୁ ମଧ୍ୟ ପିଟାମାରା ସେଟା କରୁଛନ୍ତି। ସେଟା କିଛି ଭିତ୍ତି ନାହିଁ ସେନ ମା ଆରୋପ ଆଣୁଛନ୍ତି ଆପଣ ମଧ୍ୟ ଅତ୍ୟାଚାର କରୁଛନ୍ତି। ନା କିଛି ଅତ୍ୟାଚାର ତାଙ୍କ ଉପରେ ହେଇନାହିଁ। ଏବେ ଯଦି ମା ଆପଣଙ୍କ ପାଖରେ ରହନ୍ତି କଣ ଆପଣ ରଖିବେ? ହଁ ନିଶ୍ଚୟ ମୋ ମା ମୁଁ ରଖିବିନି କାହିଁକି। ଆପଣ ଯାଇକି ଆଣିବେ? ନା ନା ସିଏ ରାଗିକି ଯାଇଛନ୍ତି, ସେ ଆସନ୍ତୁ ଯେ ସାନ ଭାଇ ଆସିଲେ ଆପଣ ରଖିବେ ହଁ, ନା ସାନ ଭାଇ ଡାକିକି ଆଣିବେନି କାହିଁକି। ସେ ମୋତେ ପୁରା ଅତ୍ୟାଚାର କରି ମୋ ପିଟିଛନ୍ତି, ମାରିଛନ୍ତି। ମୋ ସାନ ଭାଇ ମୋତେ ପିଟିଛି, ମାରିଛି। ସିଏ କହୁଛନ୍ତି ଘରେ ଆପଣ କହି- ପିଟାମାରା କରୁଛନ୍ତି। ନାଇଁ ନାଇଁ ମିଛ କଥା। ଆଉ କୋଉଠି କଣ ହେଇଥିଲା ଅଲଗା କଥା। ମା ପାଖରେ କଣ ଅଛି? ମା କୋଉ ଡାକିବାର ଭାଇ ପିଟାମାରା କଲା, ମା ତ କିଛି ନା ନା ମା ଦୋଷ କରିନି। ମାକୁ ମୁଁ କାଢି ଦେଇ ନାହିଁ, ମୋ ପାଖରେ ରହିଥିଲେ। ଆଉ ଏତେ ପର୍ଯ୍ୟନ୍ତ ସେ ରହନ୍ତୁ, ମୋର କିଛି ଆପତ୍ତି ନାହିଁ। ବସ୍ତାରୁ ସୁଭାଷ ଦାସଙ୍କ ରିପୋର୍ଟ A1 ଓଡ଼ିଆ।